3 ମାର୍ଚ୍ଚ ରାତି ଏପରି ଏକ ରାତି ହେବାକୁ ଯାଉଛି ଯାହା ଆଗାମୀ 100 ବର୍ଷ ପର୍ଯ୍ୟନ୍ତ ଫେରିବ ନାହିଁ। ଆକାଶରେ ଏକ ଭୟଙ୍କର ଏବଂ ଚମତ୍କାର ଖେଳ ଆରମ୍ଭ ହେବାକୁ ଯାଉଛି ଯାହା ପ୍ରସିଦ୍ଧ ଜ୍ୟୋତିଷମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ। 100 ବର୍ଷ ପରେ ଏକ ମହାନ ସଂଯୋଗ ଘଟୁଛି ଯେତେବେଳେ ରାହୁ ଏବଂ କେତୁର କଳା ଛାଇ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିବାକୁ ପ୍ରସ୍ତୁତ। କିନ୍ତୁ ଏହି ଭୟଙ୍କର ଅନ୍ଧକାର ମଧ୍ୟରେ 4ଟି ରାଶି ପାଇଁ କୁବେରଙ୍କର ଭଣ୍ଡାର ଖୋଲିବାକୁ ଯାଉଛି। ମା ଲକ୍ଷ୍ମୀଙ୍କର ଅପାର କୃପା ବର୍ଷା ହେବାକୁ ଯାଉଛି। ହଁ, ଆପଣ ଠିକ୍ ଶୁଣିଛନ୍ତି। ରାତାରାତି ଭାଗ୍ୟ ପରିବର୍ତ୍ତନ କରିବ କେବଳ ଏକ ଚନ୍ଦ୍ରଗ୍ରହଣର ଛାୟା। ବରଂ ଏହା ଏହି 4ଟି ରାଶିର ଜୀବନରେ ଏକ ବାସ୍ତବତା ହେବାକୁ ଯାଉଛି। ଏକ ବାସ୍ତବତା ଯାହା ସେମାନଙ୍କ ଶତ୍ରୁମାନଙ୍କୁ ମଧ୍ୟ ରକ୍ତର ଲୁହ କନ୍ଦାଇବ। କିନ୍ତୁ ସତର୍କ ରୁହନ୍ତୁ, ଯଦି ଆପଣଙ୍କର ରାଶି ଏହି 4ଟି ମଧ୍ୟରୁ ଗୋଟିଏ, ତେବେ ଆପଣ ଖୁସି ହେବା ପୂର୍ବରୁ ଏକ ବିରାଟ ରହସ୍ୟ ଜାଣିବା ଆପଣଙ୍କ ପାଇଁ ଜୀବନ ଏବଂ ମୃତ୍ୟୁର ପ୍ରଶ୍ନ ହୋଇପାରେ। ଏହି 4ଟି ରାଶି ମଧ୍ୟରୁ ଚତୁର୍ଥ ରାଶି ଏପରି କିଛି ଅନୁଭବ କରିବାକୁ ଯାଉଛି ଯାହା ଇତିହାସରେ କ୍ୱଚିତ ଘଟିଛି। ସେହି ଚତୁର୍ଥ ରାଶିରେ ଜନ୍ମିତ ବ୍ୟକ୍ତିଙ୍କୁ ଏକ ଭାଗ୍ୟ ମିଳିବ। କିନ୍ତୁ ଯଦି ସେମାନେ ଗୋଟିଏ ଛୋଟ ଭୁଲ କରନ୍ତି ଯାହା ଲୋକମାନେ ପ୍ରାୟତଃ ଗ୍ରହଣ ସମୟରେ କରନ୍ତି, ତେବେ ସେହି ସମସ୍ତ ଧନ ନଷ୍ଟ ହୋଇଯିବ। ତେଣୁ ଆପଣଙ୍କ ରାଶିର ନାମ ଶୁଣି ଧୈର୍ଯ୍ୟ ରଖନ୍ତୁ, କାରଣ ବ୍ରହ୍ମାଣ୍ଡର ଏହି ଚକ୍ର ଆପଣଙ୍କ ଜୀବନର ସମ୍ପୂର୍ଣ୍ଣ ଦିଗକୁ ବଦଳାଇବାକୁ ଯାଉଛି। ଆଜିର ଭିଡିଓରେ କୌଣସି ସୂଚନା ଅସମ୍ପୂର୍ଣ୍ଣ ରହିବ ନାହିଁ। ତେଣୁ ଆପଣଙ୍କ ମନକୁ ଶାନ୍ତ କରନ୍ତୁ ଏବଂ ବ୍ରହ୍ମାଣ୍ଡ ମାଧ୍ୟମରେ ଏହି ରହସ୍ୟମୟ ଯାତ୍ରାରେ ମୋ ସହିତ ଯୋଗ ଦିଅନ୍ତୁ। ଚନ୍ଦ୍ରଗ୍ରହଣ କୌଣସି ସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ନୁହେଁ। ଶତାବ୍ଦୀ ଧରି ଆମର ଋଷିମୁନିମାନେ ଆମକୁ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଗ୍ରହଣ ହୁଏ ସେତେବେଳେ ସମଗ୍ର ପୃଥିବୀର ଜଳ ଉପାଦାନ ଗୁରୁତର ଭାବରେ ପ୍ରଭାବିତ ହୁଏ। ଏବଂ ଆପଣ କ'ଣ ଜାଣନ୍ତି ଯେ ଆମର ଶରୀର ମଧ୍ୟ 70% ଜଳ? ଯଦି ସମୁଦ୍ରରେ ତରଙ୍ଗ ଉଠିପାରେ, ତେବେ ଆମ ଶରୀର ଏବଂ ମନ ଭିତରେ ଭୂମିକମ୍ପ ହେବ ନାହିଁ କି? 3 ମାର୍ଚ୍ଚରେ ଏହି ଗ୍ରହଣ ମଧ୍ୟ ଅନନ୍ୟ, କାରଣ ଏହି ଦିନ ଦେବତାଙ୍କ ଗୁରୁ ବୃହସ୍ପତି ଏବଂ କର୍ମ ଫଳଦାତା ଶନିଦେବ ଏକ ଅଜବ ସ୍ଥିତିରେ ଏକାଠି ହେଉଛନ୍ତି, ଯାହା ଆମେ କେବଳ ଏକ ଶତାବ୍ଦୀ ପରେ ଦେଖୁଛୁ। ଏହାକୁ ଶାସ୍ତ୍ରରେ ମହାଚାଣ୍ଡାଳ ଯୋଗ ଏବଂ ରାଜଭଙ୍ଗ ଯୋଗର ଏକ ବିରଳ ମିଶ୍ରଣ ଭାବରେ ବର୍ଣ୍ଣନା କରାଯାଇଛି। ଗୋଟିଏ ପଟେ ବିନାଶର ଶକ୍ତି ରହିବ ଏବଂ ଅନ୍ୟ ପଟେ ସୃଷ୍ଟିର ଅମୃତ। ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଅମୃତ ଏବଂ ବିଷ ଉଭୟ ବାହାରିଥିଲା। ସେହିପରି ମାର୍ଚ୍ଚ 3 ରାତିରେ କିଛି ରାଶି ବିଷ ଅନୁଭବ କରିବେ, ଯେତେବେଳେ ଅନ୍ୟମାନେ ଅମୃତ ପାଇବେ, ଯାହା 7 ପିଢ଼ି ପାଇଁ ସ୍ଥାୟୀ ଭାବରେ ଦାରିଦ୍ର୍ୟ ଦୂର କରିବ। ଆପଣ କେବେ ଭାବିଛନ୍ତି କି ଏକ ଗ୍ରହଣ ସମୟରେ କ'ଣ ଘଟେ ଯାହା ରାତାରାତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ? ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଏକ ଅତ୍ୟନ୍ତ ରହସ୍ୟମୟୀ କାହାଣୀ ଅଛି, ଯାହାକୁ ନ ବୁଝି ଆପଣ ଏହି ମହାନ ସଂଯୋଗର ଶକ୍ତି ବୁଝିପାରିବେ ନାହିଁ। ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ଏବଂ ମୋହିନୀ ରୂପରେ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ଅମୃତ ବାଣ୍ଟୁଥିଲେ, ସେତେବେଳେ ସ୍ୱରଭାନୁ ନାମକ ଜଣେ ଅସୁର ନିଜକୁ ଛଦ୍ମବେଶରେ ଦେବତାଙ୍କ ଧାଡ଼ିରେ ବସାଇଥିଲେ। ସେ ଛଳନା ସହିତ ଅମୃତ ପିଇଥିଲେ। ତଥାପି ସୂର୍ଯ୍ୟ ଏବଂ ଚନ୍ଦ୍ର ତାକୁ ଚିହ୍ନି ପାରିଲେ। ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ତାଙ୍କ ଶରୀରରୁ ଅଲଗା କରିଦେଲେ। ତଥାପି ସେ ପୂର୍ବରୁ ଅମୃତ ପିଇ ସାରିଥିବାରୁ ତାଙ୍କର ମୃତ୍ୟୁ ହୋଇନଥିଲା। ତାଙ୍କ ମୁଣ୍ଡକୁ ରାହୁ କୁହାଯାଉଥିଲା ଏବଂ ତାଙ୍କର ଗଣ୍ଡିକୁ କେତୁ ବୋଲି କୁହାଯାଏ। ସେହି ଦିନଠାରୁ ରାହୁ ଏବଂ କେତୁ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ସବୁଠାରୁ ବଡ଼ ଶତ୍ରୁ ହୋଇଗଲେ। ଯେତେବେଳେ ରାହୁ ଚନ୍ଦ୍ରକୁ ଗିଳିଦିଏ, ଏହାକୁ ଚନ୍ଦ୍ରଗ୍ରହଣ କୁହାଯାଏ। ଏବେ ଆପଣ ଭାବୁଥିବେ ଯେ ଏହି ବିନାଶକାରୀ କାହାଣୀର ଧନ ସହିତ କ'ଣ ସମ୍ପର୍କ ଅଛି? ଏହା ହିଁ ହେଉଛି ସବୁଠାରୁ ବଡ଼ ରହସ୍ୟ। ରାହୁ ହେଉଛି ଭ୍ରମ, ରାହୁ ହେଉଛି ଜୁଆ। ହଠାତ୍ ଧନ। କଳି ଯୁଗରେ ଯିଏ ରାହୁଙ୍କ ଆଶୀର୍ବାଦ ପାଏ ସେ ରାତାରାତି କୋଟିପତି ହୋଇଯାଏ। ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଭଲ ସ୍ଥିତିରେ ରହିଥାଏ, ସେହି ବ୍ୟକ୍ତି ଜୀବନରେ କୋଟିପତି ଭାବରେ ଜଣାଯାଇଥାଏ।
ତ ମାର୍ଚ୍ଚ 3 ତାରିଖରେ ରାହୁ ସମ୍ପୂର୍ଣ୍ଣ ଖୁସି ମନୋଭାବରେ ଥାଏ। ସେ ସେହି ରାଶିମାନଙ୍କ ଉପରେ ଧନ ବର୍ଷା କରିବାକୁ ଯାଉଛି ଯେଉଁମାନଙ୍କର ଗ୍ରହର ଗମନ ତା ପାଇଁ ଅନୁକୂଳ। କିନ୍ତୁ ରାହୁଙ୍କ ଭ୍ରମରୁ ରକ୍ଷା ପାଇବା ବହୁତ କଷ୍ଟକର। ରାହୁ ଏହାକୁ ଦାନ କରିବା ଅପେକ୍ଷା ବହୁତ ଶୀଘ୍ର ଫେରାଇ ନେଇଯାଏ। ଆସନ୍ତୁ ଏବେ ଏହି ରହସ୍ୟର ପରଦା ଉଠାଇବା ଏବଂ ପ୍ରଥମ ଭାଗ୍ୟବାନ ରାଶି ବିଷୟରେ କଥା ହେବା, ଯାହା ଉପରେ ଚନ୍ଦ୍ର ଏବଂ ରାହୁଙ୍କ ଏହି ଯାଦୁକାରୀ ଖେଳ ଧନ ବର୍ଷା କରିବାକୁ ଯାଉଛି। ଏହି ରାଶି ଆଉ କେହି ନୁହେଁ ବରଂ ମେଷ, ଅଗ୍ନି ଉପାଦାନର ସବୁଠାରୁ ଶକ୍ତିଶାଳୀ ରାଶି। ମେଷ, ତୁମର ସମୟ ଏବେ ଆସିଛି। ଗତ କିଛି ବର୍ଷ ଧରି ତୁମେ ସହ୍ୟ କରିଥିବା ସମସ୍ତ ସଂଘର୍ଷ, ତୁମେ ସହ୍ୟ କରିଥିବା ସମସ୍ତ ଅପମାନ ଏବଂ ତୁମେ ସମ୍ମୁଖୀନ ହୋଇଥିବା ସମସ୍ତ ଆର୍ଥିକ କଷ୍ଟ ମାର୍ଚ୍ଚ 3 ତାରିଖ ପରେ ଏକ ଦୁଃସ୍ୱପ୍ନ ପରି ଉଭେଇଯିବ। ଗ୍ରହଣ ପରେ ତୁରନ୍ତ ତୁମର ଭାଗ୍ୟ ଏକ ଶକ୍ତିଶାଳୀ ରାଜଯୋଗ ସୃଷ୍ଟି କରିବ, ଯାହା ଆପଣଙ୍କୁ ସବୁ ଦିଗରୁ ଟଙ୍କା ଆଣିଦେବ। ଅଟକି ରହିଥିବା ଧନ ହଠାତ୍ ଫେରିଆସିବ। ଯଦି ବ୍ୟବସାୟ କରୁଛନ୍ତି ତେବେ ଏକ ବଡ଼ ଚୁକ୍ତି ଆପଣଙ୍କର ଚୂଡ଼ାନ୍ତ ହୋଇପାରେ, କିନ୍ତୁ ଆପଣଙ୍କୁ ବିଶେଷ ସତର୍କ ରହିବାକୁ ପଡ଼ିବ। ଗ୍ରହଣ ସମୟରେ କୌଣସି ଧାତୁ ବସ୍ତୁ ଯେମିତିକି ଲୁହା, ସୁନା କିମ୍ବା ରୂପାକୁ ସ୍ପର୍ଶ କରିବାରୁ ଦୂରେଇ ରୁହନ୍ତୁ। ଏହା କରିବା ଦ୍ୱାରା ରାହୁର ନକାରାତ୍ମକ ଶକ୍ତି ଧାତୁରେ ପ୍ରଦର୍ଶିତ ହୋଇପାରେ ଏବଂ ଆପଣଙ୍କର ଶରୀରରେ ପ୍ରବେଶ କରିପାରେ। ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ରାହୁ ଲୁହା ଏବଂ ଅନ୍ଧକାରରେ ବାସ କରନ୍ତି। ଗ୍ରହଣ ସମୟରେ କେବଳ ଭଗବାନ ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ରକୁ ଆପଣ ମନରେ ଜପ କରନ୍ତୁ। ଏହା ହେଉଛି ସୁରକ୍ଷା କବଚ, ଯାହା ଆପଣଙ୍କ ଧନକୁ ସୁରକ୍ଷା ଦେବ। ମେଷ ରାଶିର ଲୋକଙ୍କୁ ସେମାନଙ୍କର କ୍ରୋଧକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ, କାରଣ ରାହୁ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରିବ ଏବଂ ଆପଣଙ୍କୁ ଦ୍ୱନ୍ଦ୍ୱରେ ଫସାଇବ। ଯଦି ଆପଣ ଶାନ୍ତ ରୁହନ୍ତି ତେବେ କୁବେରଙ୍କ ଧନ ଆପଣଙ୍କର। ଏବେ ଆମେ ଦ୍ୱିତୀୟ ରାଶି ବିଷୟରେ କହିବା, ଯାହାର ନାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ରାଶି ସୂର୍ଯ୍ୟଙ୍କ ଦ୍ୱାରା ଶାସିତ ସିଂହ ରାଶି। ଏହି ଚନ୍ଦ୍ରଗ୍ରହଣ ସିଂହ ରାଶି ପାଇଁ ଆଶୀର୍ବାଦ ପ୍ରମାଣିତ ହେଉଛି, କାରଣ ଗ୍ରହଣ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଏକ ରହସ୍ୟମୟ ତ୍ରିଭୁଜ ସୃଷ୍ଟି ହେଉଛି। ଷ୍ଟକ୍ ମାର୍କେଟ, ସେୟାର ମାର୍କେଟ, ଲଟେରୀ କିମ୍ବା ସମ୍ପତ୍ତି ସହିତ ଜଡ଼ିତ ଲୋକଙ୍କ ପାଇଁ ଏହି ସମୟଟି କୌଣସି ଚମତ୍କାର ଠାରୁ କମ୍ ହେବ ନାହିଁ। ଆପଣ ହଠାତ୍ ଏପରି ଏକ ଧନ ପାଇପାରନ୍ତି ଯାହା ଆପଣ କେବେ କଳ୍ପନା କରିନଥିଲେ। ଗତକାଲି ଆପଣଙ୍କ ଉପରେ ହସିଥିବା ଆପଣଙ୍କ ଶତ୍ରୁମାନେ ଏବେ ଆପଣଙ୍କ ସମ୍ମୁଖରେ ଠିଆ ହେବାକୁ ପ୍ରସ୍ତୁତ ହେବେ। ଆପଣ ଏକ ହୋଇ ଠିଆ ହେବେ। ଆପଣଙ୍କର ସମ୍ମାନ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କର ନାମ ସମାଜରେ ଗୁଞ୍ଜରିତ ହେବ। କିନ୍ତୁ ସର୍ବଦା ମନେ ରଖନ୍ତୁ, ଯେତେବେଳେ ବ୍ରହ୍ମାଣ୍ଡ କିଛି ଦେଇଥାଏ ସେତେବେଳେ ସେ ତୁମକୁ ପରୀକ୍ଷା ମଧ୍ୟ କରିଥାଏ। ସିଂହ ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ବାଣୀ ଉପରେ କଠୋର ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଗ୍ରହଣର ପରବର୍ତ୍ତୀ 3 ଦିନ ପାଇଁ ଭୁଲରେ ମଧ୍ୟ କୌଣସି ଗରିବ କିମ୍ବା ଅସହାୟ ବ୍ୟକ୍ତିଙ୍କୁ ଅପମାନିତ କରନ୍ତୁ ନାହିଁ। ଯଦି ଆପଣ ଜାଣତରେ କିମ୍ବା ଅଜାଣତରେ କାହାକୁ ଆଘାତ ଦିଅନ୍ତି ତେବେ ଏହି ରାଜଯୋଗ ତୁରନ୍ତ ଅଭିଶାପରେ ପରିଣତ ହେବ ଏବଂ ଆପଣ ଶୀଘ୍ର ରାସ୍ତାକୁ ଓହ୍ଲାଇ ଆସିବେ। ସୂର୍ଯ୍ୟ ସିଂହ ରାଶିର ଶାସକ ଏବଂ ଏହା କେବେ ବି ଦୁର୍ବଳଙ୍କ ଉପରେ ଅତ୍ୟାଚାର ସହ୍ୟ କରେ ନାହିଁ। ତେଣୁ ଆପଣଙ୍କର ଧନ ଉପରେ ଗର୍ବ କରିବା ଠାରୁ ଦୂରେଇ ରୁହନ୍ତୁ। ଯଦି ସମ୍ଭବ ହୁଏ ଗ୍ରହଣ ପରଦିନ ମନ୍ଦିରକୁ ଯାଆନ୍ତୁ ଏବଂ ଏକ ଗୁପ୍ତ ଦାନ କରନ୍ତୁ, ଯେମିତିକି ଝାଡ଼ୁ ଦାନ କିମ୍ବା କୌଣସି ବି ଗୁପ୍ତ ଦାନ। ତୃତୀୟ ଭାଗ୍ୟବାନ ରାଶି ବିଷୟରେ ଜାଣିବା ପୂର୍ବରୁ ମୁଁ ଆପଣଙ୍କୁ ପୁଣି ଥରେ ମନେ ପକାଇ ଦେଉଛି ଯେ ଚତୁର୍ଥ ରାଶିର ରହସ୍ୟ ରହିଛି। ଏହି 100 ବର୍ଷର ମହାସନ୍ଧି ଯେଉଁ ରାଶି ପାଇଁ ତାର ସମସ୍ତ ଶକ୍ତି ସଂରକ୍ଷଣ କରିଛି, ସେହି ଚତୁର୍ଥ ରାଶି କେଉଁ ଏବଂ ଏହା ଶୁଣିବାକୁ କ'ଣ ଭୟଙ୍କର ଚେତାବନୀ ଦେଇଛି, ଏହା ଜାଣିବା ପାଇଁ ଆପଣଙ୍କୁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡ଼ିବ। କାରଣ ଯଦି ଆପଣ ସେହି ଅଂଶ ହରାଇବେ ତେବେ ଆପଣ ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହରାଇବେ। କିନ୍ତୁ ତା ପୂର୍ବରୁ ଆସନ୍ତୁ ତୃତୀୟ ଭାଗ୍ୟବାନ ରାଶି ତୁଳା ରାଶି ବିଷୟରେ କଥା ହେବା। ଶୁକ୍ର ଏବଂ ଚନ୍ଦ୍ରର ଏହି ଅନନ୍ୟ ମିଶ୍ରଣ
ତୁଳା ରାଶି ପାଇଁ ଯାଦୁ ପରି କାମ କରିବ। ଯଦି ଆପଣ ଋଣର ଭାରଗ୍ରସ୍ତ କିମ୍ବା ଚାରିପାଖରେ କେବଳ ନିରାଶା ଦେଖିବେ, ତେବେ ଆପଣଙ୍କର କାନ୍ଦିବାର ଦିନ ସରିଗଲା। 3 ମାର୍ଚ୍ଚ ରାତି ପରେ ଆପଣଙ୍କ ଜୀବନରେ ଏପରି ରାସ୍ତା ଖୋଲିଯିବ ଯେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ହଠାତ୍ ବିଦେଶ ସହ ଜଡ଼ିତ ଆପଣଙ୍କ ବ୍ୟବସାୟ କିମ୍ବା ଚାକିରିରେ ଏତେ ବଡ଼ ସଫଳତା ପାଇବେ ଯେ ଲୋକମାନେ ଆପଣଙ୍କୁ ଉଦାହରଣ ଭାବରେ କହିବା ଆରମ୍ଭ କରିବେ। ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ବାସ କରିବାକୁ ଯାଉଛନ୍ତି। ତୁଳା ରାଶିର ଲୋକଙ୍କୁ ଗ୍ରହଣ ସମୟରେ ଏକ ଧଳା କପଡ଼ାରେ କିଛି ଚାଉଳ ଏବଂ ଏକ ରୂପା ମୁଦ୍ରା ବାନ୍ଧି ନିଜ ସୁରକ୍ଷିତ ସ୍ଥାନରେ ରଖିବାକୁ ପଡ଼ିବ। ଗ୍ରହଣ ଶେଷ ହେବା ପରେ ଏହାକୁ ପ୍ରବାହିତ ପାଣିରେ ଫିଙ୍ଗି ଦିଅନ୍ତୁ କିମ୍ବା ଗଛ ତଳେ ପୋତି ଦିଅନ୍ତୁ। ଏହା ଏକ ନିଶ୍ଚିତ ଏବଂ ଗୁପ୍ତ ପ୍ରତିକାର ଯାହା ଆପଣଙ୍କ ଘରକୁ ଟଙ୍କାକୁ ଚୁମ୍ବକରେ ଟାଣି ଆଣିବ। ତୁଳା ରାଶି ହେଉଛି ସନ୍ତୁଳନର ଚିହ୍ନ, ତେଣୁ ଆପଣଙ୍କୁ ଆପଣଙ୍କର ଖର୍ଚ୍ଚ ଏବଂ ଆୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ। ରାହୁ ଆପଣଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିବ। ସେ ଆପଣଙ୍କୁ ଏପରି ନିବେଶ କରିବାକୁ ପ୍ରଲୋଭିତ କରିବେ ଯାହା ଆପଣଙ୍କୁ ରାତାରାତି କୋଟିପତି କରିବାର ପ୍ରତିଶ୍ରୁତି ଦିଏ। କିନ୍ତୁ ଆପଣ ଏହି ପ୍ରଲୋଭନରେ ପଡ଼ିବା ଉଚିତ ନୁହେଁ। ଏବେ ମୁଁ ଆପଣଙ୍କୁ ଏକ ଗୁପ୍ତ କଥା କହିବାକୁ ଯାଉଛି ଯାହା ଗ୍ରହଣ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ। ସେମାନଙ୍କର ରାଶି ଯାହା ହେଉନା କାହିଁକି, ଗ୍ରହଣ ସମୟରେ ଆପଣଙ୍କୁ କିଛି ଜିନିଷ ଏଡ଼ାଇବା ଉଚିତ, ନଚେତ୍ ରାହୁଙ୍କ କଠୋର ଦୃଷ୍ଟି ଆପଣଙ୍କ ସମଗ୍ର ପରିବାରକୁ ନଷ୍ଟ କରିପାରେ। ପ୍ରଥମତଃ, ଗ୍ରହଣ ସମୟରେ କେବେ ବି ଖାଦ୍ୟ ରାନ୍ଧନ୍ତୁ ନାହିଁ କିମ୍ବା ଖାଆନ୍ତୁ ନାହିଁ। ଯେତେବେଳେ ରାହୁଙ୍କ ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ, ଖାଦ୍ୟରେ ଥିବା ସମସ୍ତ ସକାରାତ୍ମକ ଶକ୍ତି ବିଷରେ ପରିଣତ ହୁଏ। ବିଜ୍ଞାନ ମଧ୍ୟ ଏକମତ ଯେ ଗ୍ରହଣ ସମୟରେ ବାୟୁରେ ଜୀବାଣୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଏ। ଦ୍ୱିତୀୟତଃ, ଗ୍ରହଣ ସମୟରେ ଶୋଇବା କଡ଼ା ନିଷେଧ। ଯେଉଁମାନେ ଗ୍ରହଣ ସମୟରେ ଶୋଇଥାନ୍ତି ସେମାନେ ରାହୁଙ୍କ ଭ୍ରମାତ୍ମକ ଦୁନିଆରେ ଫସିଯାଆନ୍ତି, ଯାହା ସେମାନଙ୍କ ଜୀବନରେ ଦାରିଦ୍ର୍ୟତା ଆଣେ। ରାହୁ ସିଧାସଳଖ ଆପଣଙ୍କର ଅବଚେତନକୁ ଆକ୍ରମଣ କରେ ଏବଂ ଶୋଇବା ସମୟରେ ଆପଣଙ୍କର ମନ ସବୁଠାରୁ ଦୁର୍ବଳ ହୋଇଥାଏ। ତୃତୀୟତଃ, ଗ୍ରହଣ ସମୟରେ ଉଚ୍ଚ ସ୍ୱରରେ କେବେ ବି ମନ୍ତ୍ର ଜପ କରିବା ଉଚିତ ନୁହେଁ, ବରଂ ନୀରବରେ ଯେକୌଣସି ମନ୍ତ୍ର ଆପଣ ଜପ କରନ୍ତୁ। ଯଦି ଆପଣ ଉଚ୍ଚ ସ୍ୱରରେ ମନ୍ତ୍ର ପାଠ କରନ୍ତି, ତେବେ ସେମାନଙ୍କର ଶକ୍ତି ନଷ୍ଟ ହୋଇଯାଇଥାଏ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁମାନେ ଗର୍ଭବତୀ ମହିଳାଙ୍କୁ ଗ୍ରହଣ ସମୟରେ ବାହାରକୁ ଯିବାକୁ ଦିଅନ୍ତି, ସେମାନେ ଏକ ଗୁରୁତର ଭୁଲ କରୁଛନ୍ତି। ଗ୍ରହଣର ନକାରାତ୍ମକ ଶକ୍ତି ଗର୍ଭସ୍ଥ ଶିଶୁକୁ ସିଧାସଳଖ ପ୍ରଭାବିତ କରେ। ତେଣୁ ଏହି ସମୟରେ ଗର୍ଭବତୀ ନାରୀମାନେ ଘର ଭିତରେ ରହିବା ଉଚିତ, ଯେମିତି ଗ୍ରହଣ ଲାଗିଥିବା ଚନ୍ଦ୍ରର କିରଣ ଗର୍ଭ ଉପରେ ନ ପଡ଼େ ବା ଗର୍ଭବତୀ ନାରୀ ଉପରେ ନ ପଡ଼େ, ସେଥିପ୍ରତି ସତର୍କ ରହିବା ଉଚିତ। ଆପଣ କ'ଣ ଜାଣନ୍ତି ଯେ ଆମର ମସ୍ତିଷ୍କ ତରଙ୍ଗ ସିଧାସଳଖ ଚନ୍ଦ୍ରର ପର୍ଯ୍ୟାୟ ସହିତ ଜଡ଼ିତ? ଯେପରି ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ ମଣିଷର ଆଚରଣ ପରିବର୍ତ୍ତନ ହୁଏ, ସେହିପରି ଗ୍ରହଣ ସମୟରେ ଆମର ଅବଚେତନ ମନ ସର୍ବାଧିକ ସତର୍କ ରହିଥାଏ। ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର କୋଳରେ ଏକ ନଡ଼ିଆକୁ ଧରି ଈଶ୍ୱରଙ୍କର ନାମ ଜପ କରିବା ଉଚିତ, ଯାହା ଫଳରେ ଗର୍ଭସ୍ଥ ଶିଶୁ ଉପରେ ଚନ୍ଦ୍ରଗ୍ରହଣର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ। ଏହି ସମୟରେ ଆପଣ ଯାହା ଭାବନ୍ତି ଏବଂ ଅନୁଭବ କରନ୍ତି, ତାହା ସିଧାସଳଖ ବ୍ରହ୍ମାଣ୍ଡକୁ ପ୍ରେରିତ ହୁଏ। ତେଣୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ 3 ମାର୍ଚ୍ଚ ରାତିରେ ଯେତେବେଳେ ଗ୍ରହଣ ଚାଲିଛି, କାହା ପ୍ରତି କୌଣସି ଭୟ କିମ୍ବା ଘୃଣା ରଖିବାରୁ ନିବୃତ୍ତ ରୁହନ୍ତୁ। ଏହି ଦିନ ଦିନ ସାରା ଚନ୍ଦ୍ରଗ୍ରହଣ ରହୁଛି। ଆଖି ବନ୍ଦ କରନ୍ତୁ ଏବଂ କେବଳ ଆପଣଙ୍କ ସଫଳତା ବିଷୟରେ ଭାବନ୍ତୁ। କଳ୍ପନା କରନ୍ତୁ ଯେ ଆପଣ ସମ୍ପୂର୍ଣ୍ଣ ଋଣମୁକ୍ତ। ଆପଣ ପ୍ରଚୁର ଧନ ସଂଗ୍ରହ କରିଛନ୍ତି ଏବଂ ଆପଣ ଏକ ବହୁତ ଖୁସି ଜୀବନ ବିତାଉଛନ୍ତି।
विश्वास करंतु ग्रहण समय यही दृश्य एते शक्तिशाली जे ब्रह्मांड मध्य एहाकू पालन करने बाध्य हुए। यह हेउछि आकर्षणर नियम जहाकू आमर मुनि माने हजार हजार वर्ष पूर्वर बुझिथिले। ग्रहण हेउछि ध्यान एवं आध्यात्मिक अभ्यास पाई एक आशीर्वाद। जदि आपण एही दिन सारा जाग्रत रही भगवान विष्णु किंबा भगवान शिवंकर नाम जप करती तेबे आपण आध्यात्मिक शक्ति पाई परिबे जहा हासिल करबाकू लोकमानंकू वर्ष वर्ष लागिथाए। एबे आमे सही मुहूर्त रे पहुंचीछु जहाकू आपण माने समस्ते उत्साहर सहित अपेक्षा करिथिले। एबे आसुछि चतुर्थ राशि जहा पाई एही ग्रहण सर्वोत्तम महासंधि आनिछि। ताहा हेउछि कर्म फलदाता भगवान शनिदेवंक द्वारा शासित। हाँ, आमे मकर राशि विषय कहूछु। मकर राशिर व्यक्ति आपणकर भाग्य एते उज्जवल हेब जे एहा आपणक चारि पाखरे थिबा लोकंकु चमकाई देब। दीर्घ 100 वर्ष परे घटुथिबा एही महासंधि केवल आपणक पाई कुबेरंक धन आनिछि। आपण सह्य करिथिबा समस्त जंत्रणा कष्ट एवं ऋण पानी परि धोई होइजिब। आपण हठात एक गुरुत्वपूर्ण संपत्तिर उत्तराधिकारी होई पारंती किंबा आपणक व्यवसाय एक उन्नति अनुभव करि पारंती जहा आपणकू राताराति शीर्ष रे पहुंचाइब। आपणक जीवन रे आपण करिथिबा समस्त कठिन परिश्रम एबे शनि एवं राहुक द्वारा पूर्ण पुरस्कृत हेबाकू जाउछि। किंतु अपेक्षा करंतु। आनंद करिबा पूर्वरु वीडियोर आरंभ रे मु उल्लेख करिथिबा चेतावनी को ध्यान दियंतु। मकर राशिर लोक माने धन पाइबे किंतु एहा सहित राहुंक ठारू एक गुरुत्वपूर्ण भ्रम मध्य आसीब। टंका जमा हेबा सहित आपणक मध्यरे अहंकार बढ़िबा आरंभ हेब। आपण आपणकर पुराणा बंधु एवं संपर्कीय मानकू हीन दृष्टि रे देखिबाकू चेष्टा करि पारंती एवं एहा आपणकर सबुठारू बड़ भूल भाबरे प्रमाणित हेब। जेउ मुहूर्त रे आपण अहंकारी हेबे, जेउ मुहूर्त रे आपण कोनोसी दुर्बल व्यक्ति को हैरान करिवे, राहु आपणकर समस्त धन पाउंस करिदेव। आपण एक रोग किंबा कोर्ट कचेरी मामला द्वारा पीड़ित हेबे जहा आपणकर समस्त टंका ग्रास करिब। मकर राशिर लोकंकू अत्यंत सतर्क रहिबाकू पड़िब कारण शनि अन्याय को सह्य करंती नाही। तेणु एही विपर्यय को एड़ाइबा एवं आपणक धन को सुरक्षित रखिबार निश्चित प्रतिकार पालन करिबा आवश्यक। एही प्रतिकार केवल मकर राशिर लोकंक पाई नुहे बरं एही ग्रहण समय धनी हेबाकू प्रस्तुत समस्त राशिंक पाई एहा एक गुप्त प्रतिकार जहा आमर दक्ष जोगी मानक द्वारा प्रकाशित होइछि एवं एही प्रतिकार राहु एवं केतुंक कुदृष्टि ठारू आपणकू बंचाइब। ग्रहण आरंभ हेबा ठीक पूर्वरु एक कला रंगर सूता कपड़ा नियंतु, किछि कला राशि एवं लुहा कंटा एवं एक नड़िया नियंतु। एही बीड़ा को आपणक घरर मुख्य द्वार भितरे रखंतु। ग्रहणर संपूर्ण समय पाई एहाकू सेठारे छाड़ी दियंतु। जेतेबेले ग्रहण शेष हेब एवं आपण स्नान करि नेबे चुपचाप एही बीड़ा को नहीं काहाकू किछि न कहि ओस्त गछ मूले पोती दियंतु किंबा प्रवाहित पानी रे बसाई दियंतु। एही बीड़ा आपणक घरर समस्त नकारात्मक शक्ति राहुर कुप्रभाव एवं भविष्यत रे हेउथिबा आर्थिक बाधा को शोषित करि नेब। जेतेबेले आपण एहाकू घरु बाहर करिदेबे बुझंतु जे आपण दारिद्र्य एवं दुर्भाग्य को सबुदिन पाई दूर करि देइछंती। ग्रहण शेष हेबा परे घर सारा गंगा जल सिंचन करंतु। घरर ठाकुर घर को सफा सुतर करंतु। मूर्ति गुड़ी को स्नान करंतु। तापरे ही खाद्य किबा जल ग्रहण करंतु। जेउ माने ग्रहण परे तुरंत गाई मानकू खाद्य दियंती किंबा कुकुर मानकू रुटी खाइबाकू दियंती सेमानक गृहरु टंकार अभाव दूर होइथाए। एही छोट छोट कार्य आमर भाग्य को चमकाई थाए।
ମାର୍ଚ୍ଚ 3 ଆପଣଙ୍କ ଜୀବନରେ ଏକ ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହା ବ୍ରହ୍ମାଣ୍ଡର ଏକ ଦ୍ୱାର ଯାହା ପ୍ରତି 100 ବର୍ଷରେ କେବଳ ଥରେ ମାତ୍ର ହିଁ ଖୋଲିଥାଏ। ଏହି ଦ୍ୱାର ବାହାରେ ଅପାର ଧନ, ଖୁସି ଏବଂ ଶାନ୍ତି ଆପଣଙ୍କ ପାଇଁ ଅପେକ୍ଷା କରିଛି। କିନ୍ତୁ ସେହି ଦ୍ୱାରରେ ପହଞ୍ଚିବାର ପଥ, କାର୍ଯ୍ୟ ଏବଂ ସତର୍କତା ମାଧ୍ୟମରେ ରହିଛି। ଯେଉଁମାନେ ଏହି ମହାସଂଯୋଗର ଶକ୍ତିକୁ ସଠିକ୍ ଭାବରେ ବୁଝନ୍ତି ଏବଂ ବ୍ୟବହାର କରନ୍ତି, ସେମାନେ ନିଜର ଇତିହାସ ଲେଖିଥାନ୍ତି। ମନେ ରଖନ୍ତୁ, ଜ୍ୟୋତିଷ ଏବଂ ଗ୍ରହର ଗତି କେବଳ ଏକ ପଥ ଦେଖାଏ। ସେହି ପଥ ଅନୁସରଣ କରିବା ଏବଂ ଆପଣଙ୍କ ଭାଗ୍ୟକୁ ବାସ୍ତବତାରେ ପରିଣତ କରିବା ଆପଣଙ୍କ ହାତରେ ହିଁ ରହିଥାଏ। ରାହୁର ଭ୍ରମରୁ ସାବଧାନ ରୁହନ୍ତୁ, ଶନିଙ୍କ ନ୍ୟାୟକୁ ମନେ ରଖନ୍ତୁ ଏବଂ ଆପଣଙ୍କ କାର୍ଯ୍ୟକୁ ଏତେ ପବିତ୍ର ରଖନ୍ତୁ ଯେ ସ୍ୱୟଂ ଈଶ୍ୱର ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ ହେବେ। ଆଶା କରୁଛି ଆଜିର ଏହି ସୂଚନାକୁ ଆପଣ ଉପଭୋଗ କରିଛନ୍ତି। ପୁଣି ଥରେ ଦେଖା ହେବା ଆଉ ଏକ ଭିଡିଓରେ। ସେଥି ପର୍ଯ୍ୟନ୍ତ ଆପଣମାନେ ଖୁସିରେ ରୁହନ୍ତୁ। ଆପଣଙ୍କର ଦିନ ମଙ୍ଗଳମୟ ହେଉ। ଧନ୍ୟବାଦ।